ଆମେ ବାହାରିଲୁ आई बाबा को पूजा करुले ମ୍ୟାଡାମ କଣ ଇ କଣ ରାଗି मो बाबा लो मो बाबा मते छाड़ी कुआडे गलु लो थोरे मते खबर देइता तुला ରାଗିଂ କରୁଥିଲେ ବୋଲି କେବେ ଜଣେଇଥିଲେ କି ଏ ସମ୍ପର୍କରେ मो पुआ के कहनी घरे ଜଣା ହେଇଥିଲା ଆଗରୁ ଥରେ ମୁଁ ଯେହେତୁ ଛୁଟି ନେଇ ଆସି ପାରୁନଥିଲି ମୋ ପୁଅକୁ ଧମକେଇ ଦେଲେ ମୋ ପୁଅ 3 ଦିନ ଖାଇବାକୁ ଯାଇନି ଘରେ ଛତୁଆ ଗୋଳିକି ପିଇଚିଲ କଣ ଧମକଉଥିଲେ ଆଜ୍ଞା ତାକୁ କଣ ଧମକେଇଛନ୍ତି ମୁଁ ଜାଣିନି ମୋ ପୁଅ ସେଠିକି ଖାଇବାକୁ ଯାଇନି ଲୁଚିକି ଘରେ ଛତୁଆ ପିଆଇ ମୁଁ ବାହାରୁ ଶୁଣିବାକୁ ପାଇଲି ମୋ ପୁଅ ଛତୁଆ ପିଇକି ରହୁଛି ଖାଇବାକୁ ଯାଉନି ମୋ ଭାଇ ମାନଙ୍କୁ କହିଲି ଏଇଠି ଭୁବନେଶ୍ୱରରେ ଅଛନ୍ତି ଭାଇ ମୋ ପୁଅ ଖାଉନି ଛତୁଆ ପିଇକି ରହୁଛି କି ପିଲା ରାଗି କରୁଛନ୍ତି ଟିକେ ତା ପାଖକୁ ଯାଅ ସେ ତାଙ୍କ ସାଙ୍ଗ ମାନଙ୍କୁ ପଠେଇଥିଲା କିଏ କଣ ତାପରେ ମୋ ପୁଅ କହିଲା ବାବା ମୁଁ ଏବେ ଖାଉଛି ଯାଉଛି ଖାଇବାକୁ ଯାଉଛି ମୁଁ କହିଲି ଧନ ତୁ ଖାଇବୁ ଏବେ ସେ ଟୋଟାଲି ହଷ୍ଟେଲରେ ଖାଉନି ବାହାରୁ ମଗେଇକି ଖାଉଥିଲା ପଇସା ସାରି ଦଉଛି ମୁଁ କହିଲି ବାବା କ୍ୟାଣ୍ଟିନରେ କାହିଁକି ଖାଉନୁ ବାବା ଲୋ ମୁଁ କ୍ୟାଣ୍ଟିନ ଖାଇବା ଭଲ ଲାଗୁନି ତ ସେଇଥିପାଇଁ ମୁଁ ଖାଉଛି କିଣିକି ଖାଇ ଦଉଛି ମୁଁ କହିଲି ତତେ ବ୍ଲାକମେଲ କରିକି କିଏ ପଇସା ନେଇ ଯାଉନି ତ ବାବା ମତେ ସତର୍କ ଯିବାକୁ ବି ଧମକଉଥିଲେ ମାନସିକ ନିର୍ଯାତନା ସହି ପାରିଲାନି ମୋ ଭାଇ କାର ରେପ ତ ସହିବନି ଲୋ ସିନିୟର ମାନେ ଆମେ ତ ଜାଣିନୁ ମୋ ଭାଇ ପଦେ ରେପ ତ ସହିବନି ଲୋ କଲେଜ ପିଲାମାନେ ବି କହୁଛନ୍ତି କଲେଜ ପିଲାମାନେ କୋଉ ପିଲା କହୁଛନ୍ତି ମତେ ତାଙ୍କ ପାଖକୁ ଡରିକିରି କ୍ଲାସ କରିବାକୁ ବି ଯାଉନଥିଲା ସିନିୟର ମାନଙ୍କୁ ଥାର୍ଡ ଇୟର ପିଲା ଫୋର୍ଥ ଇୟର ପିଲା ଆଜ୍ଞା ନିର୍ଦ୍ଦିଷ୍ଟ କମ୍ପ୍ଲେନ କାହା ନାଁରେ ଦେଲେ ନିର୍ଦ୍ଦିଷ୍ଟ କମ୍ପ୍ଲେନ ମୁଁ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ଦେଇଛି ମୁଁ ତ କାହାକୁ ପର୍ଟିକୁଲାର ଚିହ୍ନିନି ସିନିୟର ମାନେ ସିନିୟର ପିଲା ତାହେଲେ ପୋଲିସ ବାହାର କରିଦେବେ ନା କେବେଠୁ ପିଲା କହୁଥିଲା ଯେ ତାକୁ ଏମିତି ରାଗିଂ ତାର ଫାର୍ଷ୍ଟ ସେମିଷ୍ଟାର ବି ହଉଥିଲା ସେକେଣ୍ଡ ସେମିଷ୍ଟାର ବି ହଉଥିଲା ଫାର୍ଷ୍ଟ ସେମିଷ୍ଟାର ବି କରୁଥିଲେ ସେଇଟାକୁ ମୁଁ କାଲି କହିଲି ଏଇଟା ମୋ ପୁଅ 1.5 ମାସ 2 ମାସ ହେଲାଣି ମୋ ପାଖକୁ 15 ମାସେ ପାଖାପାଖି ଯାଇଥିଲା ମୋ ପାଖକୁ ହେଲେ ମୋ ପୁଅ ଟିକେ ଡରିକି ରହୁଥିଲା ମତେ କିଛି କହୁନଥିଲା ମୁଁ ତାକୁ କାଉନସେଲିଂ କରି ପଠେଇଥିଲି ସେ ଖୁସିରେ ବି ଆସିଥିଲା ମୋ ପୁଅକୁ କିଏ ମାରି ଦେଇଛି କେତେ ଟର୍ଚର କେବେଠୁ ପିଲା ଏମିତି ମାନସିକ ଚାପର ଥିଲା ଏଇ ପିଲା ସିନିୟର ମାନେ ରାଗିଂ ସେ କଥା କହିପାରିବିନି ଫାର୍ଷ୍ଟ ଇୟର ବେଳେ ବି ସେଇଆ କରୁଥିଲା ସେ ଖାଇବାକୁ ଯାଉନଥିଲା ସେଇଟା ଆସିକି କହିଥିଲି ତାପରେ ଯେବେ ଆଡମିସନ ହେଲା କର୍ତ୍ତୃପକ୍ଷ ଟିକେ ନେଗ୍ଲିଜେନ୍ସି ହେଲା କି ଯାହା ଫଳରେ ଯଦି ଜଣେ ମାନସିକ ଚାପ ରହିଛି କଣ କଲେଜ କାଉନସେଲିଂ କରିବା କଲେଜର ଦାୟିତ୍ୱ ନୁହଁ କୌଣସି ପିଲାଙ୍କୁ ମାନସିକ ଚାପରେ କିଏ ରହିଲା କିଏ କୋଉ କଣ୍ଡିସନରେ ରହିଲା ବାପା ମା ମାନେ ପିଲାଙ୍କୁ ଛାଡୁଛନ୍ତି ତା କାହା ଦାୟିତ୍ୱରେ ଛାଡୁଛନ୍ତି ଏଠି ମୋ ଲୋକାଲ ଗାର୍ଡିଆନ ଉପରେ ମୁଁ ରାଗିକି କଲେଜ କର୍ତ୍ତୃପକ୍ଷକୁ ଏପର୍ଯ୍ୟନ୍ତ ଦେଖା ବି କଲେନି ମତେ ବହୁତ ଦୁଃଖ ଲାଗିଲା ପଇସା ମୋ ଠାରୁ ଟାଣି ଖାଇଛି ଟଙ୍କା ନେଇଗଲେ ଟଙ୍କା 4 ଲକ୍ଷ ବର୍ଷ ସବୁବେଳେ ପଇସା ଟାଣି ନେଇ ଯାଉଛନ୍ତି ସବୁ ପଇସା ଟାଣି ଯାଉଛନ୍ତି ମୋ ପୁଅକୁ ଶାନ୍ତି ଦେଲେ ମୋ ପୁଅଟା ମରିଗଲା